भुवनेश्वर वरिष्ठ नागरिक तीर्थयात्री योजना अंतर्गत चलित आर्थिक वर्ष प्रथम पर्यायर तीर्थयात्री माने भुवनेश्वर अयोध्या और वाराणसी बुली देखिबार कार्यक्रम रही। एनिमंते खोर्धा जिलापाल श्री अमृत ऋतुराज अध्यक्षतार भुवनेश्वर स्थित सर्किट हाउस सम्मिलनी कक्ष एक समीक्षा बैठक अनुष्ठित होईछि। संपृक्त अधिकारी मानक दिया दायित्व संपर्क में पुंखानुपुंख आलोचना करा योजना कटक खोर्धा पुरी जगतसिंहपुर केन्द्रापड़ा और ढेंकानाल 775 जन तीर्थयात्री और सहयोग करने को 25 जन अधिकारी प्रथम पर्यायर सामिल हेबे। आसंता सेप्टेम्बर 10 रु तीर्थयात्री माने भुवनेश्वर स्टेशन बाहरी अयोध्या और वाराणसी दर्शन कर सेप्टेम्बर 15 तारिख में भुवनेश्वर प्रत्यावर्तन करेंगे। ଏହି ପ୍ରସ୍ତୁତି ବୈଠକରେ ତୀର୍ଥଯାତ୍ରୀ ମାନେ ସାମିଲ ହେଉଥିବା ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା, ଖାଦ୍ୟପେୟ, ସ୍ୱାସ୍ଥ୍ୟ ଆଦି ସମ୍ପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା। ସମ୍ପୃକ୍ତ ତୀର୍ଥଯାତ୍ରୀମାନେ ସେପ୍ଟେମ୍ବର 9 ତାରିଖରେ ସେମାନଙ୍କ ଜିଲ୍ଲାରୁ ବାହାରି ଭୁବନେଶ୍ୱରରେ ପହଞ୍ଚିବେ। ସେମାନଙ୍କ ନିମନ୍ତେ ଭୁବନେଶ୍ୱରର 5ଟି ବିଭିନ୍ନ ସରକାରୀ ଅନୁଷ୍ଠାନ ଅସ୍ଥାୟୀ ରହଣି ସ୍ଥଳରେ ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପାଇଁ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍ 9 ବାଳିକା ଓ ବାଳକ ଉଚ୍ଚ ବିଦ୍ୟାଳୟ, ଭାରତ ସ୍କାଉଟ୍ ଓ ଗାଇଡ୍, ଭୀମଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ରହଣି ସ୍ଥଳରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଯାଞ୍ଚ, ଖାଦ୍ୟ, ପାନୀୟ, ଶୌଚାଳୟ ଓ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି। ଏତଦ୍ ବ୍ୟତୀତ ପ୍ରତ୍ୟେକ କେନ୍ଦ୍ରରେ ସନ୍ଧ୍ୟା ସମୟରେ ପ୍ରବଚନ କାର୍ଯ୍ୟକ୍ରମର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥିନିମନ୍ତେ ସୁଚାରୁ ରୂପେ ନିଜ କର୍ତ୍ତବ୍ୟ ପାଳନ କରିବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ରନାରାୟଣ ମହାନ୍ତି, भुवनेश्वर उपजिलापाल डॉक्टर मनोरंजन साहू, पर्यटन सहनिर्देशक श्री अंजन कुमार बारिक, खोर्धा पर्यटन उन्नयन अधिकारी मीरा बेहेरा, पुलिस, अग्निशम और विभिन्न स्वेच्छासेवी अनुष्ठान कार्यकर्ता प्रमुख उपस्थित थिले। समृद्ध ओडिशार रजत महापात्र।